ଗୋଟିଏ ଜଙ୍ଗଲରେ ଦୁଇଟି ଠେକୁଆ ରହୁଥାନ୍ତି। ଚିକୁ ଆଉ ମିକୁ ଦୁହେଁ ଭାରି ସାଙ୍ଗ। ଦୁହେଁ ଯାକ ଦଳ ହୋଇ ଖେଳକୁଦ ଡିଆଁଡାଇଁ କରନ୍ତି। ଦୁଇ ସାଙ୍ଗ ମିଳିମିଶି ଗାଜର ଖାଆନ୍ତି, କମଳା ଖାଆନ୍ତି, ଶସ୍ୟ ମଧ୍ୟ ଖାଆନ୍ତି। ଦିନକର କଥା, ଚିକୁ କହିଲା, ମିକୁ ଚାଲ ସେ ବଡ଼ ଝରଣାଟି ଆଡ଼ିକି, ମୋତେ ଖୁବ୍ ଭୋକ ଲାଗିଲାନି। ସେଇ ଝରଣା ପାରି ହେଇ ସେଠିକାର ମିଠା ଶସ୍ୟ ଖାଇବା। ତାପରେ ମିକୁ କହିଲା, ଆରେ ରାସ୍ତାଟା ତ ଖୁବ୍ ଲମ୍ବା, ଟିକେ ଆସ୍ତେ ଆସ୍ତେ ଚଲେଇଲେ ମଜା ଆସିବ। ଚିକୁ ସଦାବେଳେ ବେଗି ବେଗି ଚାଲୁଥାଏ। ତେଣୁ ସେ କହିଲା, ମୁଁ ତ ଦୌଡ଼ି ଯାଇ ଆଗେ ପହଞ୍ଚିଯିବି। ତେଣୁ ସେ ଚଟପଟ ଧାଇଁଗଲା। ବାଟରେ ଲତାବୁଦା ପଳିଆ ପଛରେ ଯେ ଖାତଟିଏ ଅଛି, ସେ ଆଡ଼ିକି ଚିକୁ ଠେକୁଆର ନଜର ନଥାଏ। ସେ ଆଗକୁ କୁଦି ପଡ଼ିଲା ବେଳେ ଖାତରେ ଡାଲୁକିନା ପଡ଼ିଗଲା। ଟିକିଏ ପରେ ମିକୁ ପହଞ୍ଚିଲା ସେଠି। ସେ ଜୁଳୁ ଜୁଳୁ ଆଖିରେ ଦେଖେ ତ ମିକୁ ଠେକୁଆ ଖାତରେ ଫସିଯାଇଛି। ଚିକୁ ବଡ଼ ନିଶୁଣିଟିଏ ଆଣି ଖାତରେ ପୁରାଇଲା। ଚିକୁ ସେଇ ନିଶୁଣିର ସାହାରାରେ ଭିତରୁ ପଦାକୁ ବାହାରି ଆସିଲା। ଚିକୁ ଲାଜସରମରେ ଜଡ଼ସଡ଼ ହୋଇ କହିଲା, ସାଙ୍ଗ, ମୋତେ ମାଫ କରିଦେ। ମୁଁ ସଦାବେଳେ ତର ହେଲାରୁ ଏ ଦଶା ଭୋଗିଲି। ମୁଁ ତ ହରବର ହୋଇ କାମ କରେ। କାମ ପ୍ରତି ମୋର ମୋଟେ ଧ୍ୟାନ ନଥାଏ। ମିକୁ ଠେକୁଆ ମୁଚିକି ମୁଚିକି ହସି କହିଲା, ଏଥିରେ କିଛି କଥା ନାହିଁ। ଧୀରେ ଚାଲିବା ବି ଦୂରଦୃଷ୍ଟିର ପରିଚୟ। କାରଣ ଯେ ବୁଝି ବିଚାରି ଚାଲେ ସେ ନିରାପଦରେ ପହଞ୍ଚିଯାଏ। ଚଞ୍ଚଳତା ସଦାବେଳେ ଠିକଣା ରାସ୍ତାରେ ନେଇଯାଏ ନା। ବୁଝି ବିଚାରି ଧୈର୍ଯ୍ୟର ସହ କାମ କରିନେବା ପ୍ରକୃତରେ ବୁଦ୍ଧିମତାର ପରିଚୟ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଭିଡ଼ିଓଟିକୁ ଲାଇକ୍ କରିବା। ଧନ୍ୟବାଦ।